ମହାପ୍ରଭୁଙ୍କ ମାତୃବତ୍ସଳ ଭକ୍ତିର ଅନନ୍ୟ ଭକ୍ତ ଥିଲେ ଲାଣ୍ଡି ମାତା। ମହାପ୍ରଭୁଙ୍କୁ ସେ ପୁଅ ବୋଲି ଗ୍ରହଣ କରିନେଉଥିଲେ। ପ୍ରତିଦିନ ମନ୍ଦିର ଯାଆନ୍ତି। ଡାହାଣ ହାତରେ ବଙ୍କୁଲି ବାଡ଼ି ଏବଂ ବାମ ହାତରେ ପଥୁରୀ କିନାରେ କିଛି ପିତା ଖାଦ୍ୟ। କେହି ପଚାରିଲେ କୁହନ୍ତି ପୁଅ ପାଖକୁ ଯାଉଛି, ପୁଅ ମୋର ବଡ଼ ଘରେ ରହୁଛି, 60 ପଉଟିରେ ପିଠାପଣା ଖାଉଛି। ପିତା ଟିକେ ଖାଇଦେଲେ ପେଟରେ ଆଉ ଗୋଳମାଳ ହେବ ନାହିଁ। ଦିନେ ଏକ ଘଟଣା ଘଟିଲା। ଶ୍ରୀମନ୍ଦିରର ଦାରୋଗା ତାଙ୍କ କଥା ଶୁଣି ପରିହାସ କଲେ। ଲାଣ୍ଡି ମାତାଙ୍କଠାରୁ ପଥୁରୀ କିନା ଛଡ଼େଇ ନେଇ ଫୋପାଡ଼ି ଦେଲେ। କହିଲେ ମହାପ୍ରଭୁଙ୍କୁ 60 ପଉଟି ରୁଚୁନାହିଁ ଯେ ତୋ ପିତାକୁ ନିଘା କରିଛି। ପରିହାସ ଯେତିକି ବାଜିନଥିଲା, ପୁଅକୁ ପିତା ଗିନାଟା ଦେଇ ନ ପାରିବା ତାଙ୍କୁ ଦୁଃଖ ଦେଇଥିଲା। ସେଦିନ କାନ୍ଦି କାନ୍ଦି ଲେଉଟି ଆସିଥିଲେ ଲାଣ୍ଡି ମାତା। ରାତିରେ ନିଦ ହେଲା ନାହିଁ। ଓଡ଼ିଆରେ ପଡ଼ି ରହି ଲୁହ ନିଗାଡ଼ୁଥିଲେ। ସେଦିନର ସେହି ଘଟଣା ପରେ ମହାପ୍ରଭୁ ଆଉ ଭୋଗ ଗ୍ରହଣ କଲେ ନାହିଁ। ଏକଥା ଗଜପତିଙ୍କ କାନକୁ ଗଲା। ମହାରାଜ ଲାଣ୍ଡି ମାତାଙ୍କୁ ଅପମାନ ଦେଇଥିବା କଥା ଅବଗତ ହେଲେ। ରାତି ପାଇବା ବେଳକୁ କୁଡ଼ିଆ ନିକଟକୁ ପାଇକ ଆସି କହିଲା, ଏଠାକୁ ଗଜପତି ଆସୁଛନ୍ତି। ଲାଣ୍ଡି ମାତା କିଛି ବୁଝିପାରୁନଥାନ୍ତି। ଗଜପତି ବା ତାଙ୍କ ପାଖକୁ କାହିଁକି ଆସୁଛନ୍ତି ଭାବନାରେ ବୁଡ଼ିଥିବା ବେଳେ ଗଜପତି ଆସି ଲାଣ୍ଡି ମାତାଙ୍କ ପାଖରେ ପହଞ୍ଚିଲେ। କହିଲେ, ତୁମ ଭକ୍ତିର ତୁଳନା ନାହିଁ। ଗଜପତି ତାଙ୍କ ବାତ୍ସଲ୍ୟ ଭକ୍ତିରେ ଖୁସି ହୋଇ କହିଲେ, ଏଣିକି ଏହି ଜାଗା ତୁମ ନାମରେ ନାମିତ ହେଲା। ସେଠାରେ ଲାଣ୍ଡି ମାତା ମଠ ଗଢ଼ି ଉଠିଲା। ମହାରାଜ ଜମି ଯୋଗାଇ ଦେବା ସହ ଘର ତୋଳି ଦେଇଥିଲେ। ଐତିହ୍ୟ ବିଶାରଦ ଡକ୍ଟର ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ ଏହା ମଧ୍ୟରେ ମାତାଙ୍କର ଦିଅଁଘର, ଖିଲଣା ଆଦି ରହିଥିଲା। ଏବେ ମଠ ଅସ୍ତିତ୍ୱ ହରାଇ ସାରିଛି, କିନ୍ତୁ ସେବେଠାରୁ ଶ୍ରୀମନ୍ଦିରର ଭୋଗରେ ସେହି ପ୍ରଥା ପ୍ରଚଳନ ହୋଇଛି। ସେତେବେଳେ ଗଜପତି ଅନ୍ୟମାନଙ୍କ ପରାମର୍ଶ ନେଇ ମେଥି ପିଠାର ପ୍ରଚଳନ କରାଇଥିଲେ ବୋଲି ସେ କହିଛନ୍ତି।